କାରଣ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ସେ ଯୋଉ ଆମର ପଶ୍ଚିମା ଝଡର ପ୍ରବେଶ ହଉଛି। ତେଣୁ ତାର ଯୋଉ ପ୍ରଭାବଟା ଆହୁରି ତ୍ୱରାନ୍ୱିତ ହବ। ତା ସହିତ ଯୋଉ ଆମର ଦକ୍ଷିଣ ବଙ୍ଗୋପସାଗର ଟିକେ ସାମାନ୍ୟ ସକ୍ରିୟ ଅଛି, ତେଣୁ ତାର ବି ପ୍ରଭାବ ରହିବ। ଏଇ ଦିଟା ବାୟୁର ଯୋଉ ଇଣ୍ଟରାକ୍ସନ ସକ୍ରିୟତା ରହିବ, ସେଇଟା ଆମର ଓଡିଶାର ଉପରିସ୍ଥ ବାୟୁମଣ୍ଡଳରେ ମତେ ଲାଗୁଛି ପ୍ରଭାବ ଦବ। ସାର୍ ଆପଣଙ୍କୁ ନ୍ୟୁଜ ରୁମ୍ କୁ ସ୍ୱାଗତ କରୁଛି। ସାର୍ ଲଗାତାର ରାଜ୍ୟରେ କିଛି ଦିନ ହେବ ଗୁଳୁଗୁଳି ଆଉ ହିଟୱେଭ କଣ୍ଡିସନ ଜାରି ରହିଛି। ତେବେ ଏଭଳି ସ୍ଥିତି ଆଗକୁ ଆଉ କେତେ ଦିନ ଲାଗି ରହିବ? କେବେ ରାଜ୍ୟବାସୀଙ୍କୁ ଟିକେ ଆଶ୍ୱସ୍ତି ମିଳିବ ଏବଂ ବର୍ଷା କେବେ ହେବ, କଣ କହିବେ ପାଗର ଅପଡେଟ କୁ ନେଇ ସାର୍? ନମସ୍କାର। ହଁ, ବର୍ତ୍ତମାନ ଆମର ଯୋଉ ସକ୍ରିୟ ଗ୍ରୀଷ୍ମ ପ୍ରବାହ ଚାଲିଥିଲା 17-18 ପରେ ପରେ ଅପ୍ ଟୁ ମତେ ଲାଗୁଛି ଆଜି ଗୋଟେ ଦିନ ବି ରହିପାରେ। ତେଣୁ ମୋଟାମୋଟି ବର୍ତ୍ତମାନ ଆମେ ଗୋଟେ ସକ୍ରିୟ ଗ୍ରୀଷ୍ମ ପ୍ରବାହରୁ ଗୋଟେ ସକ୍ରିୟ କାଳ ବୈଶାଖୀ ପରିବେଶକୁ ଅଗ୍ରସର କରିଯିବା। କାରଣ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ସେ ଯୋଉ ଆମର ପଶ୍ଚିମା ଝଡର ପ୍ରବେଶ ହଉଛି। ତେଣୁ ତାର ଯୋଉ ପ୍ରଭାବଟା ଆହୁରି ତ୍ୱରାନ୍ୱିତ ହବ। ତା ସହିତ ଯୋଉ ଆମର ଦକ୍ଷିଣ ବଙ୍ଗୋପସାଗର ଟିକେ ସାମାନ୍ୟ ସକ୍ରିୟ ଅଛି, ତେଣୁ ତାର ବି ପ୍ରଭାବ ରହିବ। ଏଇ ଦିଟା ବାୟୁର ଯୋଉ ଇଣ୍ଟରାକ୍ସନ ସକ୍ରିୟତା ରହିବ, ସେଇଟା ଆମର ଓଡିଶାର ଉପରିସ୍ଥ ବାୟୁମଣ୍ଡଳରେ ମତେ ଲାଗୁଛି ପ୍ରଭାବ ଦବ। ତା ସହିତ ଛତିଶଗଡ, ବିହାର ଆଉ ପଶ୍ଚିମବଙ୍ଗ, କିନ୍ତୁ ଆପଣ ଯଦି ଗୋଟେ ତୁଳନାତ୍ମକ ଭାବରେ ନେବେ, ଓଡିଶା ମତେ ଲାଗୁଛି ଆଦ୍ର ବେଶୀ ଉପକୃତ ହବ। ଆଉ ତାତିରୁ ଆମକୁ ପୁଣି ଗୋଟେ ରିଲାକ୍ସେସନ ମିଳିବ। ଆଉ ଏଇ ରିଲାକ୍ସେସନ ଟା ଟିକେ ବେଶୀ ସମୟ ମିଳିବା ଭଳିଆ ମତେ ଲାଗୁଛି ଅପ୍ ଟୁ ମେ ପ୍ରଥମ ସପ୍ତାହ। କାରଣ ପଛକୁ ପଛ ପଶ୍ଚିମା ଝଡ ରହୁଛି, ତା ସହିତ ବଙ୍ଗୋପସାଗର ଟିକେ ସକ୍ରିୟତା ଅଛି, ସ୍ଥଳଭାଗଟା ଉତ୍ତପ୍ତ ହେଇକି ଅଛି। ତେଣୁ ଏଇ ତିନିଟା ପ୍ରଭାବରେ ଟିକେ ବେଶୀ ସମୟ ମତେ ଲାଗୁଛି ମୋର ଯୋଉ କାଳ ବୈଶାଖୀର ପ୍ରଭାବ ରହିବ। ଆଉ ତାତି ବର୍ତ୍ତମାନ କମିଯିବ। ସାମାନ୍ୟ କୋହଲା ପାଗ ମଧ୍ୟ ମତେ ଲାଗୁଛି 28 ପରେ ପରେ ରହିପାରେ। ଆଉ ତାପରେ କିନ୍ତୁ ପଶ୍ଚିମ ଭାରତରେ ତଥାପି ତାତି ରହିବ। ଆମର ପୁଣି ମତେ ଲାଗୁଛି ତାତି ଫେରୁ ଫେରୁ ମେ ପ୍ରଥମ ସପ୍ତାହ ପରେ ହେଇଯିବ। ତେଣୁ ଭଲ ସୂଚନା ରହୁଛି, କିନ୍ତୁ ସେଇ ସମୟରେ ଆମକୁ ଯୋଉ ନେକ୍ସଟ ଆସୁଛି 10 ଦିନ ଆମକୁ ସମ୍ପୂର୍ଣ୍ଣ ସଚେତନ ରହିବାକୁ ପଡିବ। କାରଣ ପୁଣି କାଳ ବୈଶାଖୀର ପ୍ରଭାବ ଆମେ ଦେଖିପାରୁ। ଆଜ୍ଞା ସାର୍। ସାର୍ କମେଣ୍ଟରେ କିଛି କ୍ୱେଶ୍ଚନ ରହିଛି, ଯେମିତି କି ମେ ମାସରେ ଏମିତି ଗ୍ରୀଷ୍ମ ଲହରୀ ଜାରି ରହିବ ନା ମଝିରେ ମଝିରେ କାଳବୈଶାଖୀ ବର୍ଷା ହେବ, କଣ କହିବେ ସାର୍? ପ୍ରଥମତଃ ଆପଣଙ୍କର ଏଇ ବର୍ଷର ଯୋଉ ରହୁଛି, ଆପଣ ମାର୍ଚ୍ଚ ମାସରୁ ଆମେ ଦେଖୁଛୁ ଗରମ ରହୁଛି, କିନ୍ତୁ ଯେହେତୁ ଆମର ଗରମ ଋତୁ ମାର୍ଚ୍ଚ ଏପ୍ରିଲ ମେ, କିନ୍ତୁ ରିଲାକ୍ସେସନ ମିଳିଯାଉଛି। ଆପଣଙ୍କୁ ମାର୍ଚ୍ଚରେ ମିଳିଗଲା, ଏପ୍ରିଲରେ ବି ବର୍ତ୍ତମାନ ପ୍ରଥମ ମିଳିଥିଲା 8 ରୁ ନେଇକି 17 ପର୍ଯ୍ୟନ୍ତ। ତାପରେ ପୁଣି ଏବେ ଟିକେ ବେଶୀ ରିଲାକ୍ସେସନ ମିଳିବ ଅରାଉଣ୍ଡ 25 ରୁ କି 26 ରୁ ନେଇକି ଚାଲନ୍ତୁ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ। ତେଣୁ ମୋଟାମୋଟି ରିଲାକ୍ସେସନ ମତେ ଲାଗୁଛି ମେ ମାସରେ ବି ମିଳିବ। ତେଣୁ ଯଦିଓ ତାପମାତ୍ରାଟା ଆମର ଖରା ଦିନ ତାପମାତ୍ରା ରହିବ, କିନ୍ତୁ ମତେ ଲାଗୁଛି ଏମିତି ଏପିସୋଡିକାଲ ରିଲାକ୍ସେସନ ମିଳିବ, ଯାହାଫଳରେ କି 2024ର ଯୋଉ ନକାରାତ୍ମକ ପ୍ରଭାବ ଆଉ ଗୋଟେ ଉତ୍କଟ ଅବସ୍ଥା ଥିଲା ଖରାର, ସେ 2025ରେ ମତେ କାହିଁ ଲାଗୁନି ସେଇଭଳିଆ ପରିସ୍ଥିତି ଉପୁଜିବ। ସାର୍, ଉପକୂଳ ଓଡିଶାରେ ଦିନ ବେଳା ପ୍ରବଳ ଗରମ ଅନୁଭୂତ ହେଉଛି ଏବଂ ରାତିରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡିଶାର ପାହାଡିଆ ଅଞ୍ଚଳ ଯୋଉ ରହିଛି, ସେଠାରେ ଦିନ ବେଳା ପ୍ରବଳ ଖରା, କିନ୍ତୁ ରାତିରେ ଗରମ ଲାଗୁନାହିଁ ଏବଂ ଅଧା ରାତିରୁ ବା ମଧ୍ୟ ରାତ୍ରିରୁ ହାଲକା ଥଣ୍ଡା ଅନୁଭୂତ ହେଉଛି। ଏହାର କାରଣ କଣ ସାର୍? ତା ଦେହରେ କିଛିଟା ସ୍ଥାନୀୟ କାରଣ ମତେ ଲାଗୁଛି ଦାୟୀ ରହିପାରନ୍ତି। କାରଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟେ ସାମୁଦ୍ରିକ ବାୟୁର ପ୍ରଭାବଟା ଥାଏ। ତେଣୁ ସାମୁଦ୍ରିକ ବାୟୁର ପ୍ରଭାବରେ ଆପଣଙ୍କର ଆଡଭାଣ୍ଟେଜ ବି ଥାଏ, ଡିସଆଡଭାଣ୍ଟେଜ ବି ଥାଏ। ଆଡଭାଣ୍ଟେଜ ମାନେ କଣ କି, ସାମୁଦ୍ରିକ ପରିବେଶରେ ଟିକେ ବାୟୁର ପ୍ରଭାବ ପଡିଲେ ଆପଣ ତାପମାତ୍ରାଟା ଅହେତୁକ ବୃଦ୍ଧି ହୁଏନି। ଯେମିତି ପଶ୍ଚିମ ଓଡିଶାରେ ସମ୍ପୂର୍ଣ୍ଣ ଉତ୍ତର ପଶ୍ଚିମ ବାୟୁଟା ପ୍ରଭାବଟା ଆପଣଙ୍କୁ 45 ପର୍ଯ୍ୟନ୍ତ ବି, ଏଥରକୁ 45 ଉପରେ ବି ଏଥର ଝାରସୁଗୁଡାରେ ନେଇଗଲା।
କିନ୍ତୁ ଉପକୂଳବର୍ତ୍ତୀ ଓଡିଶାରେ ସାମୁଦ୍ରିକ ବାୟୁର ପ୍ରଭାବଟା ଟିକେ ଥାଏ, ତେଣୁ ତାପମାତ୍ରାଟା ସାମାନ୍ୟ କମ ରହେ। କିନ୍ତୁ ତା ସହିତ ଯୋଉ ଗୁଳୁଗୁଳି ସମସ୍ୟାଟା ଉପକୂଳବର୍ତ୍ତୀ ଅଞ୍ଚଳରେ ବେଶୀ ରହିବ, କାରଣ ତାପମାତ୍ରା ସହିତ ଆର୍ଦ୍ରତାପୂର୍ଣ୍ଣ ବାୟୁଟା ଆସିଲା, ଯୋଉଟା ଆମେ କହୁଛେ ହିଟ୍ ଇଣ୍ଡେକ୍ସ। ଯଦି ଆମର ତାପମାତ୍ରା 37 ରହୁଛି କିନ୍ତୁ ଆପଣଙ୍କ ଆର୍ଦ୍ରତା ମିଶିଗଲେ ସେ ତାପମାତ୍ରାଟା ଆପଣଙ୍କୁ 43 ଭଳିଆ ଲାଗିବ। ତେଣୁ ଉପକୂଳବର୍ତ୍ତୀ ଓଡିଶାରେ ଏଇଟା ଗୋଟେ ବୈଶିଷ୍ଟ୍ୟ, ସେଟା ସାଧାରଣତଃ ଉପକୂଳବର୍ତ୍ତୀ ଓଡିଶାରେ ଦେଖାଯାଏ। ଆଉ ଯୋଉ ଆପଣ କହିଲେ ଥଣ୍ଡା, ବର୍ତ୍ତମାନ ଥଣ୍ଡାର ମେନ୍ କାରଣ ରହିବ ଯେ ଆପଣଙ୍କର ବାଦଲ ନାହାନ୍ତି, ଆଉ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ଟିକେ ବାୟୁର ପ୍ରଭାବ ଆରମ୍ଭ ହେଲାଣି। ଫରୱାର୍ଡ ସେକ୍ଟରରେ ଟିକେ ଥଣ୍ଡା ବାୟୁ ଥାଇପାରେ, ସେଇଥିପାଇଁ ଆପଣଙ୍କୁ ଟିକେ ଥଣ୍ଡା ଲାଗିପାରେ। କିନ୍ତୁ ଏବେ ଯୋଉ ବର୍ଷାର ପ୍ରଭାବ ପଡିବ, ଆପଣଙ୍କର ବାଦଲ ରହିବେ, ତେଣୁ କୋହଲା ପାଗ ବି ମତେ ଲାଗୁଛି 28 ପରେ 28 ରୁ ଯୋଉ ସମୟ ସୀମା ରହୁଛି 30, ତାଦେହରେ କୋହଲା ପାଗ ମଧ୍ୟ ରହିପାରେ। ତେଣୁ କିଛିଟା ସ୍ଥାନୀୟ କାରଣ, କିଛିଟା ଆପଣଙ୍କର ବାୟୁର ଚଳନ, ସାମୁଦ୍ରିକ ବାୟୁର ପ୍ରଭାବରେ ଏଇସବୁ ପ୍ରଭାବିତ, ଏଇସବୁ ଅଞ୍ଚଳ କୋଉଠି ଗରମ, କୋଉଠି ଗୁଳିଗୁଳି, କୋଉଠି ସାମାନ୍ୟ ଥଣ୍ଡା, କୋଉଠି କାଳ ବୈଶାଖୀ, ଏସବୁ ପ୍ରଭାବ ଦେଖାଯାଏ। ଆଜ୍ଞା ସାର୍। ସାର୍ ଏଥର ମଡେଲ ମାନଙ୍କୁ ଦେଖି କିଛି ଆକଳନ କରି ହେଉଛି କି ମେ ମାସରେ ବଙ୍ଗୋପସାଗରରେ କିଛି ବାତ୍ୟା ସୃଷ୍ଟି ହେବାର ଲକ୍ଷଣ ଦେଖାଯାଇଛି କି? ନାଇଁ, ମେ ମାସରେ ତ ଆମର ବଙ୍ଗୋପସାଗର ସକ୍ରିୟ ରହେ, ବିଗତ 5 ବର୍ଷ ସକ୍ରିୟ ରହୁଛି। ବାୟୁମଣ୍ଡଳ ସାମୁଦ୍ରିକ ପରିସ୍ଥିତି ଏପରି ଭାବରେ ରହୁଛି ଯେ ପ୍ରତିବର୍ଷ ଗୋଟେ ଗୋଟେ ବାତ୍ୟା ଆସିଯାଉଛି 2019 ପରେ। ତେଣୁ ସେଟା କିଛି ଆଶ୍ଚର୍ଯ୍ୟ ହବାର କିଛି ନାହିଁ। କିନ୍ତୁ ଗୋଟେ ଜିନିଷ ହେଲା, ଆପଣ ବର୍ତ୍ତମାନ ଅଛନ୍ତି ଏପ୍ରିଲ 26 ତାରିଖରେ, ଆପଣ କହିପାରିବେନି ଯେ ମେ ମଧ୍ୟ ଭାଗରେ କି ମେ ମଧ୍ୟ ପରେ ପରେ କୌଣସି ବାତ୍ୟା ଆସିଯିବ, ତା ବାତ୍ୟା ନା ଶକ୍ତି ହବ, ଏମିତି କହିହୁଏନି। ହଁ, ଗୋଟେ ଜିନିଷ କହିହବ ଯେ ବଙ୍ଗୋପସାଗର ଟିକେ ସକ୍ରିୟତା ବର୍ତ୍ତମାନ ଯେମିତି ବର୍ତ୍ତମାନ ଲାଗୁଛି, ଏବେ ଗୋଟେ ଦକ୍ଷିଣ ବଙ୍ଗୋପସାଗରରେ କିଛିଟା ଘୂର୍ଣ୍ଣିବଳୟ ରହିପାରେ, ସେମିତି ଲାଗୁଛି। ମେ ମଧ୍ୟଭାଗ ପରେ ପରେ ଗୋଟେ ଲଘୁଚାପ କି ଘୂର୍ଣ୍ଣିବଳୟ କ୍ଷେତ୍ର ରହିପାରେ, କିନ୍ତୁ ସେ କଣ ହବ, କେତେ ଘନୀଭୂତ ହବ, କେତେ କୁଆଡକୁ ଯିବ, ଏସବୁ ବର୍ତ୍ତମାନ କହିବା ସମ୍ଭବପର ନୁହେଁ। ମେ ମଧ୍ୟଭାଗ ପରେ ପରେ କିଛିଟା ଆକ୍ଟିଭିଟି ରହୁଛି, ତେଣୁ ଆମକୁ ଅପେକ୍ଷା କରିବାକୁ ପଡିବ ମେ ପ୍ରଥମ ସପ୍ତାହ କି ଦ୍ୱିତୀୟ ସପ୍ତାହରେ ତାର ସ୍ପଷ୍ଟତା ଆଣିବା ପାଇଁ। ଆଜ୍ଞା ସାର୍। ସାର୍ ଖରା ଦିନେ କେବଳ ପଶ୍ଚିମା ଝଡ଼ ପାଇଁ ଓଡିଶାରେ ବର୍ଷା ହୁଏ ନା ପଶ୍ଚିମା ଝଡ଼ କେବଳ ଗୋଟେ କାରକ? ବର୍ଷା ଖରା ଦିନ ବିଭିନ୍ନ କାରଣ ପାଇଁ ହୁଏ। ଗୋଟେ ପ୍ରଥମ କାରଣ ହେଲା ଆପଣଙ୍କର କାଳବୈଶାଖୀ ବର୍ଷା। କାଳବୈଶାଖୀ ବର୍ଷାର ବିଭିନ୍ନ ପ୍ରକ୍ରିୟା ଅଛି ଯେ କେମିତି କାଳବୈଶାଖୀ ବର୍ଷା ହବ। ଯଦି ଭୂପୃଷ୍ଠଟା ଗରମ ହେଇଯିବ, ସାମୁଦ୍ରିକ ବାୟୁର ପ୍ରବାହ ହବ, ଅପରାହ୍ନ ସମୟରେ ଥଣ୍ଡରଷ୍ଟର୍ମ ଆକ୍ଟିଭିଟିଜ କରେଇଦବ, ଯୋଉଟା ଆମେ କହୁଛୁ ଟିପିକାଲ କାଳବୈଶାଖୀ। ଦ୍ୱିତୀୟ ଜିନିଷ ହେଲା, ଯେମିତି ଆମର ମାର୍ଚ୍ଚ ମାସରେ ଗୋଟେ ଲଘୁଚାପ କ୍ଷେତ୍ର ରହିଗଲା, ସିଏ ବି ବାୟୁର ପ୍ରଭାବ ଦେଲା, ସ୍ଥଳଭାଗ ଉତ୍ତପ୍ତ ହେଲା, ଆପଣଙ୍କ କାଳବୈଶାଖୀ ହେଲା। ତୃତୀୟ ଜିନିଷ ଯୋଉଟା ବାରମ୍ବାର ଏ ବର୍ଷ ହଉଛି, ପଶ୍ଚିମା ଝଡର ପ୍ରଭାବ ରହୁଛି। ପଶ୍ଚିମା ଝଡର ପ୍ରଭାବ ସହିତ ସାମୁଦ୍ରିକ ବାୟୁ, ସ୍ଥଳଭାଗ ଉତ୍ତପ୍ତ, ତା ଦ୍ୱାରା ବି ମଧ୍ୟ କାଳବୈଶାଖୀ ହେବ, ଯୋଉଟା ବର୍ତ୍ତମାନ ଆପଣ ଦେଖିବେ ଏଇ ଆଜି 26 ପରେ ପରେ ସେଇଟା ରହିବ। ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ଆସିଯାଉଛି, ସ୍ଥଳଭାଗଟା ବର୍ତ୍ତମାନ 5 ଦିନ ହେଲା ଉତ୍ତପ୍ତ ହେଇକି ଅଛି, ସାମୁଦ୍ରିକ ବାୟୁର ଟିକେ ପ୍ରଭାବ ପଡିଯିବ, ଆପଣଙ୍କର ଗୋଟେ ଲମ୍ବା ଏପିସୋଡ ଚାଲିବ କାଳବୈଶାଖୀର। ତେଣୁ ବିଭିନ୍ନ ପ୍ରକାର କାରଣ ରୁହେ ଖରା ଦିନରେ ବର୍ଷା ହବା ପାଇଁ। ଆଉ ଗୋଟେ ଜିନିଷ ହେଲା, ହଁ, ଯଦି ସାଇକ୍ଲୋନ ଲ୍ୟାଣ୍ଡଫଲ ହବ, ସେଥିରେ ବି ମଧ୍ୟ ପ୍ରବଳ ବର୍ଷା ହବ। ବିଭିନ୍ନ କାରଣ ଥାଏ ଖରା ଦିନରେ ବର୍ଷା ହବା ପାଇଁ, କିନ୍ତୁ ଯୋଉ ଆପଣ କହୁଛନ୍ତି ମୁଖ୍ୟତଃ କୋଉ କାରଣ, ମୁଖ୍ୟତଃ ପଶ୍ଚିମା ଝଡର ଯୋଉ ପ୍ରଭାବଟା ଥାଏ, ସେଟା ଟିକେ ବେଶୀ ପ୍ରଭାବ କାଳବୈଶାଖୀ ରୂପେ ଆମର କେନ୍ଦ୍ରୀୟ ଭାରତ, ପୂର୍ବ ଭାରତରେ ରୁହେ। ଓଡିଶାରେ ବି ଲାଗୁଛି ଏଇ ଯୋଉ କମିଂ ଏପିସୋଡ, ଯୋଉ ଆମର 26 ରୁ ନେଇକି ଚାଲନ୍ତୁ ମେ ପ୍ରଥମ ସପ୍ତାହ, ତାର ବି ଗୋଟେ ମୁଖ୍ୟ କାରଣ ରହିବ ଯେ ପଶ୍ଚିମା ଝଡ ଆଉ କିଛିଟା ଆଂଶିକ ସାମୁଦ୍ରିକ ଯୋଉ ପରିବେଶ ଘୂର୍ଣ୍ଣିବଳୟ ରହୁଛି, ସେଇ ଦିଟାର ମିଶ୍ରଣରେ ଓଡିଶା ବାୟୁମଣ୍ଡଳ ସକ୍ରିୟ ରହିବ। ସାର୍ ୱେଟ୍ ବଲ୍ବ ଟେମ୍ପରେଚର କଣ? ୱେଟ୍ ବଲ୍ବ ଟେମ୍ପରେଚର ମାନେ ଆପଣଙ୍କର ଯେତେବେଳେ କହୁଛନ୍ତି ଝାରସୁଗୁଡା 46 ଡିଗ୍ରୀ ସେଣ୍ଟିଗ୍ରେଡ ହେଇଗଲା କି ଭୁବନେଶ୍ୱର 36 ଡିଗ୍ରୀ ସେଣ୍ଟିଗ୍ରେଡ, ସେଟାକୁ ଆମେ କହୁଛୁ ଆବସୋଲ୍ୟୁଟ ଟେମ୍ପରେଚର। ଆବସୋଲ୍ୟୁଟ ଟେମ୍ପରେଚର ମାନେ ଯୋଉଟା ଆପଣ ସର୍ବୋଚ୍ଚ ତାପମାତ୍ରା, କିନ୍ତୁ ତା ଦେହରେ ଆର୍ଦ୍ରତାର ଯୋଉ ଭାଗଟା, ଆପଣ ଯୋଉ ଗୁଳୁଗୁଳି ଆପଣ ସମସ୍ୟା କରୁଛନ୍ତି, ସେଇଟା ହଉଛି ଗୋଟା ହେଲା ଟେମ୍ପରେଚର ଆପଣ ଯୋଉ ଏକାଡେମିକାଲି ରେକର୍ଡ କରୁଛନ୍ତି। ଗୋଟେ ଟେମ୍ପରେଚର ତାପମାତ୍ରା ଯୋଉଟା ଆପଣ ନିଜ ଦେହକୁ ଫିଲ୍ କରୁଛନ୍ତି, ତାକୁ ଆମେ କହୁ ହିଟ୍ ଇଣ୍ଡେକ୍ସ। ହିଟ୍ ଇଣ୍ଡେକ୍ସ ରେ ଗୋଟେ ମେଜରମେଣ୍ଟ ହଉଛି ୱେଟ୍ ବଲ୍ବ ଟେମ୍ପରେଚର। ତା ଦେହରେ ମଏଶ୍ଚର ଯୋଉ ଆର୍ଦ୍ରତାଟା ହିଟ୍ ସହିତ ମିଶିକି ଗୋଟେ ଇଣ୍ଡେକ୍ସ କୁହାଯାଏ, ସେଟାକୁ ହିଟ୍ ଇଣ୍ଡେକ୍ସ ମଧ୍ୟ କୁହାଯାଏ, ଆପରେଣ୍ଟ ଟେମ୍ପରେଚର ମଧ୍ୟ କୁହାଯାଏ। ତାର ବି ଗୋଟେ ପ୍ରକ୍ସି ଥାଏ ୱେଟ୍ ବଲ୍ବ ଟେମ୍ପରେଚର। ତା ଦେହରେ ଯୋଉ ଆର୍ଦ୍ରତାର ପ୍ରଭାବଟା ଆମର ଗରମ ଉପରେ କଣ ପଡେ, କାରଣ ଆର୍ଦ୍ରତା ରହିବ କଣ କି, ଗୋଟେ ସରଳ ଭାବରେ ବୁଝିବାକୁ ହେଲେ, ଆପଣ ନିଜର ତାପମାତ୍ରାଟା, ଆମର ଦେହର ତାପମାତ୍ରାଟା ଗୋଟେ ଫିକ୍ସ ଏଣ୍ଟିଟି। ଆପଣ ସେଥିରେ କିଛିଟା ଯଦି ଚେଞ୍ଜେସ୍ ହବ, ଆପଣଙ୍କୁ ଏବେ ଜ୍ୱର ଲାଗିଲା କି ଦେହ ମୁଣ୍ଡ ଲାଗିଲା,
କାରଣ ଆମର ଗୋଟେ ପ୍ରାକୃତିକ ପରିବେଶ ଦେହରେ ଅଛି ଯେ କି ଆମ ତାପମାତ୍ରା ଟାକୁ କନଷ୍ଟାଣ୍ଟ କରିକି ରଖୁଛି। ତାର ମୁଖ୍ୟ ଗୋଟେ କାରଣ ରହୁଛି ଆପଣ ଯେତେ ଆପଣଙ୍କର ବଡିରେ ହିଟ୍ ଜେନେରେଟ ହଉଛି କି ହିଟ୍ ଆପଣ ଆବଜର୍ଭ କରୁଛନ୍ତି ତାକୁ ରିଲିଜ କରିଦଉଛନ୍ତି। ସେ ରିଲିଜ କରିବାର ଗୋଟେ ପ୍ରକ୍ରିୟା ହଉଛି ଝାଳ ବାହାରିବା। ଝାଳ ବାହାରିଲେ ସେଟା ଏଭାପୋରେସନ ହବ। କିନ୍ତୁ ଏଭାପୋରେସନ ଯେତେବେଳେ ହବ ଯେତେବେଳେ ଆପଣଙ୍କର ପାରିପାର୍ଶ୍ୱିକ ଅବସ୍ଥାରେ ଟିକେ ଡ୍ରାଇ କଣ୍ଡିସନ ଥିବ ତାହେଲେ ଆପଣ ଯୋଉ ଝାଳଟା ଏଭାପୋରେଟ କରିଯିବ। କିନ୍ତୁ ଯଦି ଆପଣଙ୍କର ପାରିପାର୍ଶ୍ୱିକ ଆର୍ଦ୍ରତା ପୁରା ସମ୍ପୂର୍ଣ୍ଣ ସାଚୁରେଟେଡ ହେଇକି ରହିଲା ତାହେଲେ ଆପଣଙ୍କର ଆଉ ନର୍ମାଲ ଝାଳ ବୋହିବନି। ଆପଣ ହିଟ୍ ଆବଜର୍ଭ କରି ଚାଲିଲେ ଝାଳ ବୋହି ପାରୁନାହାନ୍ତି, ସେଟାକୁ ହିଟ୍ ଷ୍ଟ୍ରେସ୍ କୁହାଯାଏ। ତେଣୁ ସେଇଟା ବି ବିପଦଜନକ କଣ୍ଡିସନ। କିନ୍ତୁ ଏଥିରେ ଭଲ ଜିନିଷ ରହୁଛି ଯେ ଆମକୁ ମଝିରେ ମଝିରେ ରିଲାକ୍ସେସନ ମିଳିଯାଉଛି। ତେଣୁ ୱେଦର ଟେମ୍ପରେଚର ଗୋଟେ ମେଜର ଇଣ୍ଡିକେଟର ଏଇ ଯୋଉ ଆର୍ଦ୍ରତା ଆଉ ହିଟ୍ ର ଗୋଟେ ଇଣ୍ଡାଇସିସ୍। ସାର୍ ଲଗାତାର କିଛି ବର୍ଷ ହେଲା ଦେଖିବାକୁ ମିଳୁଛି ଯେ ମେ ମାସରେ ସକ୍ରିୟ ରହୁଛି ବଙ୍ଗୋପସାଗର। ତେବେ ମେ ମାସରେ 7 ରୁ 20 ମଧ୍ୟରେ ସାଇକ୍ଲୋନ ହେବାର କୌଣସି ସୂଚନା ମିଳିପାରୁଛି? ହଁ, ମୁଁ ଯେମିତି ଆପଣଙ୍କୁ ପୂର୍ବ ପ୍ରଶ୍ନରେ କହିଥିଲି ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ। ଆପଣ ଦେଖନ୍ତୁ କାରଣ ସାଇକ୍ଲୋନ ଏବେଠୁ ଆପଣ କେବେ କହିପାରିବେନି। ମେ ମାସ ସକ୍ରିୟ ରହୁଛି କିନ୍ତୁ କଣ କଣ ପାରିପାର୍ଶ୍ୱିକ ବାୟୁମଣ୍ଡଳ ପରିସ୍ଥିତି ସାମୁଦ୍ରିକ ପରିସ୍ଥିତି ରହିବ ମେ ମଧ୍ୟ ଭାଗରେ ସେତେବେଳେ ଜଣା ପଡିବ। ଅପେକ୍ଷା କରିବାକୁ ପଡିବ ମେ 2ୟ ସପ୍ତାହ ପର୍ଯ୍ୟନ୍ତ। ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।